ହ୍ୟାଲୋ ପିଲାମାନେ, କେମିତି ଅଛ? ଘରୁ ସବୁ ଆଜି ଖାଇକି ଆସିଛଟି? ଆଚ୍ଛା, ଆମେ ଯୋଉ ସ୍ଵାଧୀନ ଦେଶର ସନ୍ତାନ ଆମେ କବିତାଟି ପଢିଥିଲେ, ତମକୁ ଭଲ ଲାଗୁଛି ନା? ଆଚ୍ଛା, ଠିକ ଅଛି। ତାହେଲେ ଆମେ ସେଇଥିରୁ ଯୋଉ ଯାକେ ପଢିଥିଲେ, ଆଜି ଆମେ ତା ପରଠାରୁ ପଢିବା। ଇଚ୍ଛା ଅଛି ତ? ହଉ, ଭଲ କଥା ଆଉ। ଆଚ୍ଛା ପିଲାମାନେ, ଆମେ ଯୋଉ ପୂର୍ବରୁ କବିତା ବିଷୟରେ ଯାହା ଆମେ ପଢିଛେ, ବର୍ତ୍ତମାନ ଆମେ ତା ସମ୍ପର୍କିତ କିଛି ପ୍ରଶ୍ନ ଉପରେ ଆଲୋଚନା କରିବା। ମୁଁ ତୁମକୁ କିଛି ପ୍ରଶ୍ନ ପଚାରୁଛି, ତୁମର ମନେ ଅଛି କି ନାଇଁ ଦେଖିବା ଜାଣିବା। ରେଡି ତ? ଠିକ ଅଛି। ତେବେ କହିଲ ଦେଖି, କବି କେଉଁ ପଥ ଅନୁସରଣ କରିବାକୁ କହିଛନ୍ତି? ହଁ, ଠିକ ମନେ ରଖିଛ। କବି ଏଠାରେ ସତ୍ୟର ପଥ ଅନୁସରଣ କରିବାକୁ କହିଛନ୍ତି। ସତ କଥା କହିଲେ, ସତ୍ ବାଟରେ ଚାଲିଲେ ଆମକୁ ସମସ୍ତେ ଭଲ ପାଇବେ ଓ ଆମେ ଭଲ ମଣିଷ ହେବା। ସେଥିପାଇଁ ଆମେ ଗୀତରେ ଯେତେବେଳେ ପ୍ରାର୍ଥନା ଗାଆନ୍ତି, କଣ ଗାଆନ୍ତି? ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ଏବେ ଆମେ ଦ୍ୱିତୀୟ ପ୍ରଶ୍ନଟିକୁ ଯିବା। ଦ୍ୱିତୀୟ ପ୍ରଶ୍ନଟି ହେଉଛି, ଆମେ କାହାକୁ ହେଜିବା ଉଚିତ? କହିଲ ଦେଖି, ଆମେ କାହାକୁ ହେଜିବା ଉଚିତ? ହଁ, ଆମେ ସବୁ ଆଳସ୍ୟକୁ ହେଜିବା ଉଚିତ। ଆଳସ୍ୟକୁ ତ୍ୟାଗ କରିବା ଉଚିତ। କାହିଁକି ନା ଅଳସୁଆ ହେଉଛି ଏକ କଅଁଳିଆ ଗଦି। ଥରେ ଯଦି ଆମେ ସେ କଅଁଳିଆ ଗଦିରେ ଶୋଇପଡ଼ିବା, ଆଉ ଉଠିବାକୁ ଇଚ୍ଛା ହେବନି କି କିଛି କାମ କରିବାକୁ ମନ ଲାଗିବନି। ବୁଝିପାରିଲ? ଏବେ ତୃତୀୟ ପ୍ରଶ୍ନଟିକୁ ଯିବା। ଆମେ କେଉଁ କର୍ମେ ଲାଗିବା ଉଚିତ? କହିଲ ଦେଖି। ଠିକ କହିଲ। ଆମେ ସର୍ବଦା ଦେଶ ସେବାରେ ଲାଗିବା ଉଚିତ। ଧନ୍ୟବାଦ। ତାହେଲେ ଆମେ ଏବେ ପୂର୍ବର ପ୍ରଶ୍ନ ଗୁଡ଼ିକ ମନେ ରଖିଛେ ନାଇଁ? ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି। ସେଇଠିକିନା ମୋର ମନେ ନାହିଁ, ଏଟା ଯେହେତୁ ଡାଇରେକ୍ଟ ଜାଣିଥିଲା ତେଣୁ ଆମେ ସେଇଠି ମୁଁ ଟିକେ କହିଦେଇଥାନ୍ତି ଯେ ଏବେ ଆମେ ତା ପର ପଦଟି ବିଷୟରେ ପଢିବା ବୋଲି କହିଦେବି। ତା ପୂର୍ବକୁ ପଳେଇବି ତାହେଲେ। ଆଚ୍ଛା, ତାହେଲେ ଏବେ ଆମେ ଏଇ କବିତାଟିର 6 ପଦଟିକୁ ପଢିବା। ଠିକ ଅଛି? ତେବେ ଶୁଣ, ମୁଁ କହୁଛି। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଆଚ୍ଛା ପିଲାମାନେ, ଗୀତଟିକୁ ଆମେ ଏବେ ଗାଇବା। ତମେ ସବୁ ବହି ଖୋଲ ଆଉ ଗୀତଟିକୁ ଦେଖ, ମୁଁ ଗାଉଛି। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଆଚ୍ଛା ପିଲାମାନେ, କବିତାଟିକୁ ତ ଶୁଣିଲ, ଏବେ ତୁମେ ମୋ ସହିତ ଏ କବିତାଟିକୁ ଗାଅ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଅଗ୍ରଣୀ ହେବା
ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଠିକ ଅଛି, ଏବେ ତାହେଲେ ଆମେ କବିତା ଗୁଡ଼ିକରେ ଥିବା ଶବ୍ଦ ଗୁଡ଼ିକୁ ଜାଣିବା। ଠିକ, ପ୍ରଥମ ଶବ୍ଦଟି ଦେଖିଲ ଅରାତି। ଆଚ୍ଛା, ଅରାତିର ଅର୍ଥ ହେଉଛି ଶତ୍ରୁ। ତାପର ଶବ୍ଦଟି ହେଉଛି ପଣ। ପଣ କହିଲେ କଣ ଜାଣିଛ? ପଣ କହିଲେ ଶପଥ। ଯେମିତିକି ଆମେ କୌଣସି ଗୋଟେ କାମ କରିବାକୁ ଝୁଙ୍କ ଆସିଲେ ଆମକୁ ସେଇଥିପାଇଁ କାମଟିକୁ କରିବା ପାଇଁ ଆମେ ଶପଥ ନେଉଛେ। ତାପରଟି ହେଉଛି ରଣ। ରଣ କହିଲେ ଆମେ ଯୁଦ୍ଧକୁ ବୁଝିଥାଉ। ଯେମିତି ଦେଖ ଏଇଠି ଆମର ଦେଶର ସୈନିକମାନେ କେମିତି ଯୁଦ୍ଧ କରିବା ପାଇଁକା ସବୁ ରେଡି ହେଇକି ବସିଛନ୍ତି। ତ ରଣକ୍ଷେତ୍ର କହିଲେ ଯୁଦ୍ଧ କ୍ଷେତ୍ର। ତାପର ଶବ୍ଦଟି ହେଉଛି ଗ୍ରାସିବା। ଗ୍ରାସିବା କହିଲେ କବଳିତ କରିବା। ଦେଖ ଏଇଠି ଜଣେ କେମିତି ଜଣକୁ କବଳିତ କରିକି ରଖିଛି। ତେବେ ଆମେ ଏଇ ଶବ୍ଦ ଗୁଡ଼ିକର ଅର୍ଥ ଜାଣିଲେ। ଏବେ ଆମେ ପ୍ରଥମ ପଦଟିକୁ ପଢିବା। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଅଗ୍ରଣୀ ହେବା ଶିକ୍ଷାରେ ଆମେ ରଖିବାନି ଦେଶେ ଅଜ୍ଞ ଜଣେ। ଆଚ୍ଛା, ଏଇ ପଦଟିର ଅର୍ଥ କଣ ଜାଣିଛ ପିଲାମାନେ? ଆମେ ଶିକ୍ଷାରେ ଏମିତି ଆଗକୁ ଯିବା ଯେ ଆମ ଦେଶରେ କେହି ହେଲେ ଅଶିକ୍ଷିତ ଲୋକ ରହିବେ ନାହିଁ। ଆମେ ସମସ୍ତେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବା ଓ ଆମ ଦେଶକୁ ସମ୍ପୂର୍ଣ୍ଣ ସାକ୍ଷରତା ଲାଭ କରାଇବା। ଶିକ୍ଷା ହେଉଛି ଏମିତି ଏକ ବାଟ ଯାହା ଆମକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଇଥାଏ। ସବୁ ବିପଦର ସାମ୍ନା କରିବା ଶିଖାଇଥାଏ ଆଉ ଆମକୁ ଉନ୍ନତି କରିବାରେ ସାହାଯ୍ୟ କରିଥାଏ। ତେଣୁ ଆମ ଦେଶର ସମସ୍ତେ ଶିକ୍ଷିତ ହେଲେ ଆମେ ଆମ ଦେଶକୁ ମଧ୍ୟ ଆଗକୁ ନେଇପାରିବା। ଶିକ୍ଷା, ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ଆଗୁଆ ହେଲେ ଆମ ଦେଶ ଉନ୍ନତି କରିପାରିବ। ଏବେ ଆମେ ଦ୍ୱିତୀୟ ପଦଟିକୁ ଜାଣିବା। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଆସିଲେ ଅରାତି ଗ୍ରାସିବାକୁ ଦେଶ ପଣ କରି ପ୍ରାଣ ପଶିବା ରଣେ। ଏଇ ପଦଟିର ଅର୍ଥ ଆମେ ଏବେ ଜାଣିବା। ଶତ୍ରୁ ଦେଶକୁ କବଳିତ କରିବାକୁ ଆସିଲେ ଆମେ ଜୀବନକୁ ବାଜି ଲଗାଇ ଯୁଦ୍ଧରେ ଯୋଗଦାନ କରିବା। ଅର୍ଥାତ୍ ମାତୃଭୂମିର ସୁରକ୍ଷା ଲାଗି ଶତ୍ରୁ ସହିତ ଯୁଦ୍ଧ କରି ପ୍ରାଣ ବଳି ଦେବାକୁ ମଧ୍ୟ ପଛାଇବା ନାହିଁ। ଯଦି ଆମ ଦେଶକୁ କେହି ବାହ୍ୟ ଶତ୍ରୁ ଆକ୍ରମଣ କରିବାକୁ ଆସିବେ, ଯେମିତି ଇଂରେଜମାନେ ଆମ ଦେଶକୁ ଆସିଥିଲେ, ସେତେବେଳେ ଆମ ଦେଶର ସୈନିକମାନେ, ବୀର ପୁରୁଷମାନେ କଣ କରିଥିଲେ? ସମସ୍ତେ ଏକଜୁଟ ହୋଇ ତାଙ୍କ ବିରୁଦ୍ଧରେ ଲଢେଇ କରିଥିଲେ ଓ ସେମାନଙ୍କୁ ଆମ ଦେଶରୁ ବାହାର କରିଦେଇଥିଲେ। ଠିକ ସେମିତି ଏବେ ମଧ୍ୟ ଆମ ଦେଶକୁ ଯଦି କେହି ଶତ୍ରୁ ଆସନ୍ତି, ତେବେ ଆମକୁ ଆମ ମାତୃଭୂମିକୁ ରକ୍ଷା କରିବା ପାଇଁ ଯଦି ଆମ ଜୀବନକୁ ଦେବାକୁ ପଡେ, ତେବେ ବି ଆମେ ପଛଘୁଞ୍ଚା ଦେବା ନାହିଁ। ଶେଷ ନିଶ୍ୱାସ ଥିବା ଯାଏ ଆମେ ସେମାନଙ୍କ ସହିତ ଯୁଦ୍ଧ କରି ଆମ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା। ବୁଝିପାରିଲ ତ ଏଇ ପଦ ଗୁଡ଼ିକର ଅର୍ଥ? ଏବେ ଆମେ କିଛି ପ୍ରଶ୍ନର ଉତ୍ତର ଆଲୋଚନା କରିବା। ଯାହା ଆମେ ପଢିଲେ ଏବେ ତାରି ବିଷୟରେ ଆମେ କିଛି ପ୍ରଶ୍ନ ଓ ଉତ୍ତର ଆଲୋଚନା କରିବା। ଚାଲ ଏବେ ଦେଖିବା। ପ୍ରଥମ ପ୍ରଶ୍ନଟି ହେଉଛି, କବିତା ଅନୁଯାୟୀ ଆମେ କେଉଁ କ୍ଷେତ୍ରରେ ଅଗ୍ରଣୀ ହେବା ଉଚିତ? କହିଲ ଦେଖି କଣ ବୁଝିଛ? କବିତା ଅନୁଯାୟୀ ଆମେ କେଉଁ କ୍ଷେତ୍ରରେ ଅଗ୍ରଣୀ ହେବା ଉଚିତ? ହଁ, ଠିକ କହିଲ। ଶିକ୍ଷା କ୍ଷେତ୍ରରେ ଆମକୁ ଅଗ୍ରଣୀ ହେବା ଉଚିତ। ଏବେ ଦ୍ୱିତୀୟ ପ୍ରଶ୍ନଟିକୁ ଯିବା। ଦେଶକୁ ରକ୍ଷା କରିବା ପାଇଁ କବି କି ପଣ କରିଛନ୍ତି? ଆଚ୍ଛା, ଠିକ କହିଲ। ଦେଶକୁ ରକ୍ଷା କରିବା ପାଇଁ ରଣକ୍ଷେତ୍ରରେ ପ୍ରାଣ ବଳି ଦେବାକୁ ପଣ କରିଛନ୍ତି।
ଏବେ ତୃତୀୟ ପ୍ରଶ୍ନଟି ଦେଖ। ଅରାତି ଶବ୍ଦର ଅର୍ଥ କଣ ଏବଂ ସେମାନେ ଆସିଲେ ଆମକୁ କଣ କରିବାକୁ ହେବ? କହିଲ ଦେଖି, କଣ ମନେ ରଖିଛ? ଅରାତି ଶବ୍ଦର ଅର୍ଥ ହେଉଛି ଶତ୍ରୁ। ଅରାତି କହିଲେ ଶତ୍ରୁକୁ ବୁଝାଏ। ଆଉ ସେମାନେ ଆସିଲେ ଅର୍ଥାତ୍ ଶତ୍ରୁମାନେ ଆସିଲେ ଆମେ ତାଙ୍କ ସହ ଯୁଦ୍ଧ କରିବାକୁ ହେବ। ଏବେ ତୁମ ପାଇଁ କିଛି କାମ ରହିଛି। ତୁମେମାନେ ଏଇ ପ୍ରଶ୍ନ ଗୁଡ଼ିକୁ ପଢ ଆଉ ଉତ୍ତର ଦିଅ। ପ୍ରଥମ ପ୍ରଶ୍ନଟି ଦେଖ, ଦିଆଯାଇଥିବା ଶବ୍ଦ ଗୁଡ଼ିକର 2ଟି ଲେଖାଏଁ ସମତାନ ଶବ୍ଦ ଲେଖ। ପ୍ରଥମ ଶବ୍ଦଟି ହେଉଛି ଅଜ୍ଞ ଏବଂ ତାପରଟି ହେଉଛି ଦେଶ ଏବଂ ତାପରଟି ହେଉଛି ପଣ। ଦେଖିଆ, ଲେଖିଲ, କହିଲ ତୁମ ଖାତାରେ ଅଜ୍ଞର 2ଟି ସମତାନ ଶବ୍ଦ, ଦେଶର 2ଟି ସମତାନ ଶବ୍ଦ ଆଉ ପଣର 2ଟି ସମତାନ ଶବ୍ଦ। ଲେଖ ସମସ୍ତେ। ଲେଖିପାରିଲ? ଠିକ ଅଛି। ଏବେ ଦେଖିବା ତୁମେ ଠିକ ଲେଖିଛ ନା ଭୁଲ ଲେଖିଛ। ତୁମେ ସମସ୍ତେ ନିଜ ଖାତାରେ ଲେଖିଥିବା ଉତ୍ତର ସହିତ ଏଇ ଉତ୍ତରକୁ ଦେଖ, ମିଳାଅ। ଅଜ୍ଞ ଶବ୍ଦଟିର 2ଟି ସମତାନ ଶବ୍ଦ ହେଉଛି ଯଜ୍ଞ ଆଉ ବିଜ୍ଞ। ସମସ୍ତେ ସେଇଭଳି ଲେଖିଛ ତ? ଆଚ୍ଛା, ତାପରେ ଆମେ ଦେଖିବା ଦେଶର ସମତାନ ଶବ୍ଦ 2ଟି ହେଉଛି ବେଶ ଆଉ କେଶ। ଏକା ଭଳି ଶୁଭୁଥିବା 2ଟି ଶବ୍ଦ। ତୁମେ ଯଦି କିଛି ୟା ବ୍ୟତୀତ ଅଲଗା ଲେଖିଛ ତେବେ ବି ମଧ୍ୟ ହୋଇପାରିବ। ପଣର ସମତାନ ଶବ୍ଦ ହେଉଛି ରଣ ଆଉ ଜଣ। ଏବେ ଆମେ ଦ୍ୱିତୀୟ ପ୍ରଶ୍ନଟିକୁ ଯିବା। ଦ୍ୱିତୀୟ ପ୍ରଶ୍ନଟି ଅଛି ପାଦ ପୂରଣ କର। ଅଗ୍ରଣୀ ହେବା ଶିକ୍ଷାରେ ଆମେ, ତାପର ପଦଟି କଣ ହବ ନିଜ ଖାତାରେ ଲେଖ। ଆଚ୍ଛା, ଲେଖିଲ, ସବୁ ମନେ ପଡ଼ିଲା? ଆମେ ଯୋଉ ଗୀତଟି ଗାଇଥିଲେ ସେଇ ଗୀତଟି, ସେଇ ପଦଟି ଆମେ ମନେ ପକେଇବା ଆଉ ଲେଖିବା। ଅଗ୍ରଣୀ ହେବା ଶିକ୍ଷାରେ ଆମେ, ତାପର ପାଦଟି କଣ ହବ? ଠିକ କହିଲ, ରଖିବାନି ଦେଶେ ଅଜ୍ଞ ଜଣେ। ଏବେ 2ଟି ଯାକ ମିଶେଇକି କହିଲେ କଣ ହବ ନା, ଅଗ୍ରଣୀ ହେବା ଶିକ୍ଷାରେ ଆମେ, ରଖିବାନି ଦେଶେ ଅଜ୍ଞ ଜଣେ। ଏବେ ଆଉ ଗୋଟିଏ ପାଦ ଦେଖିବା। ଆସିଲେ ଅରାତି ଗ୍ରାସିବାକୁ ଦେଶ, ତାପର ପାଦଟି ତମେ ଲେଖ ତୁମ ଖାତାରେ। ମନେ ରଖିଛ ତାହେଲେ, ଲେଖିପାରୁଛ? ଠିକ ଅଛି। ଦେଖିବା ଏବେ, ଆସିଲେ ଅରାତି ଗ୍ରାସିବାକୁ ଦେଶ, ପଣ କରି ପ୍ରାଣ ପଶିବା ରଣେ। ଆଚ୍ଛା, ଏବେ ଆମେ ତୁମ ପାଇଁ ମୁଁ କିଛି ଗୃହ କାର୍ଯ୍ୟ ଦେଉଛି। ତୁମେମାନେ ନିଜ ଖାତାରେ ଏଇ ଗୃହ କାର୍ଯ୍ୟଟିକୁ ଲେଖି ରଖ ଆଉ ଘରକୁ ଗଲେ ଲେଖିବ, କରିକି କାଲିକି ଆଣିବ। ଗୃହ କାର୍ଯ୍ୟଟି ହେଉଛି, ତୁମ ଅଞ୍ଚଳରେ ସମାଜ ସେବା କରୁଥିବା 2 ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଲେଖ। ଆଉ ଥରେ କହିଦେଉଛି, ତୁମ ଅଞ୍ଚଳରେ ସମାଜ ସେବା କରୁଥିବା 2 ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଲେଖ। ତୁମେ ଘରକୁ ଯିବ, ତୁମ ଘର ଲୋକଙ୍କ ସହିତ ପଚାରିବ, ବାପା ମାଙ୍କୁ ପଚାରିବ, ଯଦି କେହି ଘର ପାଖରେ କେହି ବୟସ୍କ ବ୍ୟକ୍ତି ଅଛନ୍ତି ତାଙ୍କୁ ମଧ୍ୟ ପଚାରି ପାରିବ। ପଚାରିକି ତୁମ ଅଞ୍ଚଳରେ ଥିବା 2 ଜଣ ବିଶିଷ୍ଟ ବ୍ୟକ୍ତି ଯିଏକି ସମାଜ ସେବା କରୁଥିବେ ସେଇଭଳି 2 ଜଣ ଲୋକଙ୍କର ନାମ ଲେଖିକି କାଲିକି ଆଣିଥିବ। ଆଉ ସେମାନେ କଣ ସବୁ କରିଥିଲେ ସେଟା ମଧ୍ୟ ବୁଝିକି ଆସିଥିବ। ଠିକ ଅଛି ପିଲାମାନେ? ଆଚ୍ଛା ପିଲାମାନେ, ଆଜି ଆମେ ଯୋଉ କବିତାଟି ବିଷୟରେ ପଢିଲେ ମନେ ରହିଲା ତ? କଣ ପଢିଲେ କହିଲ ଦେଖି? ଆମେ ଆଜି ଏଇଆ ପଢିଲେ ଯେ ଆଜି ଆମ ଦେଶରେ ସବୁବେଳେ ଆମେ ଶିକ୍ଷା କ୍ଷେତ୍ରରେ ଆଉ ବିଜ୍ଞାନ କ୍ଷେତ୍ରରେ ଅଗ୍ରଣୀ ହେବା, ଅଗ୍ରସର ହେବା। ଆଉ ଆମ ଦେଶକୁ ଯଦି କେହି ଶତ୍ରୁ କବଳିତ କରିବାକୁ ଆସନ୍ତି ତେବେ ଆମେ ଆମ ଜୀବନକୁ ବଳି ଦେଇ ଆମ ଦେଶକୁ ରକ୍ଷା କରିବା। ଠିକ ଅଛି? ତୁମକୁ ଆଜି ଏଇ ଯୋଉ କବିତାଟି ଉପରେ ଯୋଉ ଗୃହ କାର୍ଯ୍ୟଟି ଦେଇଛି ତୁମେ କାଲିକି କରିକି ଆଣିଥିବ। ମୁଁ ଆସିଲେ ଦେଖିବି। ଠିକ ଅଛି? ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।